ସକାଳ ଅବସ୍ଥାରେ ଆମେ ଆଜି ଏକତ୍ରିତ ହୋଇଛେ କାରଣ ଆମର ବିମୁଦ୍ରପୁର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସ୍ୱର୍ଗୀୟ ଶ୍ରୀଯୁକ୍ତ ଜସ୍ ଦେବୀଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ଆତ୍ମା କିପରି ଭାବରେ ଶାନ୍ତିରେ ରହିବେ ସେଥିପାଇଁ ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆଜି। କାରଣ ସେ ଜଣେ ବିମୁଦ୍ରପୁରରେ ଅତୀତ 4 ଥର ବିଧାୟକ ଥିଲେ। ତେଣୁ ବିଧାୟକ ଥିବା ଅବସ୍ଥାରେ ଆମ କୁଆମୁଣ୍ଡାର ବହୁତ ଉନ୍ନତି କରିଛନ୍ତି ଏବଂ ସେ ଜଣେ ଟାଣୁଆ ନେତା ଥିଲେ, ଆଦିବାସୀ ଟାଣୁଆ ନେତା ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ସେ ଜଣେ ଚେହେରା ଥିଲେ। ତେଣୁ ଆମେ ଆଜି ତାଙ୍କର ଆତ୍ମାର ଶାନ୍ତି ପାଇଁ ଆମେ ନୀରବ ପ୍ରାର୍ଥନା କରିବା ଏବଂ ତାକୁ ସର୍ବପ୍ରଥମେ ଆମେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା। ତେଣୁ ଆମେ ତାଙ୍କର ଆତ୍ମାର କିପରି ସ୍ୱର୍ଗରେ ଶାନ୍ତି ପାଇବେ ସେଥିପାଇଁ ଆମେ 5 ମିନିଟ୍ ନୀରବ ପ୍ରାର୍ଥନା କରିବା। ସମସ୍ତେ ଆଖି ମିଳିବା, ଆଖି ସମସ୍ତେ